ଯେଉଁଦିନ ଭାରତର ସମସ୍ତ MP MLA ଏବଂ ନେତା ମନ୍ତ୍ରୀମାନେ ଯଦି ଗୋଟିଏ ହିନ୍ଦୁ ମରିଯାଏ, ସମସ୍ତ ନେତାମାନେ ଯଦି ତା ପ୍ରତି ଆକ୍ଷେପ କରନ୍ତି ଯେ ମୋର ଗୋଟିଏ ହିନ୍ଦୁ ମରିଗଲା, ତେବେ ଯଦି ତା ପ୍ରତି ସେମାନେ କଡ଼ା ଦୃଷ୍ଟି ଦିଅନ୍ତି, କେଉଁଥିପାଇଁ ମଲା ନା ଏଇ ମୁସଲମାନମାନଙ୍କର ପାଇଁ ମଲା। ଯଦି ଯିଏ ତାକୁ ମର୍ଡ଼ର କରିଛି ତାକୁ ସଙ୍ଗେ ସଙ୍ଗେ ଯଦି ହିନ୍ଦୁ ନେତା ଆକ୍ସନ୍ ନେବ ବା ସଙ୍ଗେ ସଙ୍ଗେ ଯଦି ତାକୁ ଇନକାଉଣ୍ଟର କରାଯିବ, ତେବେ କ'ଣ ହେବ ନା ସେଇଦିନ ପାଖରୁ ଦେଖିବେ ଏଇ ଜିହାଦ ମାନସିକତା ମୁସଲିମ ବ୍ୟକ୍ତି ଆଉ ଭାରତରେ ଜିହାଦ କରିପାରିବେ ନାହିଁ। ତେଣୁକରି ସମସ୍ତ ନେତାମାନେ ବି ମଧ୍ୟ ଏଥିରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିହାତି ଦରକାର। ଧୀରେ ଧୀରେ ହିନ୍ଦୁ ମାଇନରିଟିରେ ହୋଇଗଲେଣି, କିନ୍ତୁ ଏଇ ନେତା ମନ୍ତ୍ରୀମାନଙ୍କର ଆଖି ଫିଟୁ ନାହିଁ। ଏଇ ନେତା ମନ୍ତ୍ରୀ ଆସନ୍ତି ନାହିଁ। ଗୋଟିଏ ମୁସଲମାନ ଯଦି ଲୋକ ମରିଯାଏ, ତେବେ ଦେଖିବେ ଆପଣଙ୍କର ମୁସଲମାନ ମନ୍ତ୍ରୀ ଯାଇ ସେଠାରେ ପହଞ୍ଚି ଯାଉଛି, କିନ୍ତୁ ହଜାର ହଜାର ହିନ୍ଦୁ ମରିଗଲେ ବି ଏଇ ହିନ୍ଦୁ ନେତାମାନଙ୍କର ଆଖି ଫିଟୁ ନାହିଁ। ପଦେ କଥା କହିବାର ବି ମଧ୍ୟ ତାଙ୍କର ଦକ୍ଷତା ନାହିଁ। ତେଣୁ ହିନ୍ଦୁ ନେତା ଯିଏ ଦୋଗଲା ହିନ୍ଦୁ, ଯିଏକି ମୁସଲମାନ ସପୋର୍ଟରେ କଥା କୁହେ, ସେଇମାନଙ୍କର ସମସ୍ତ ହିନ୍ଦୁ ନେତା ମନ୍ତ୍ରୀମାନଙ୍କର କୁଶ ପତଳିକା ଦାହ କରିବା ନିହାତି ଦରକାର। ଜୟ ଶ୍ରୀରାମ।